ଆସିଥିଲେ ସେମାନଙ୍କ ଭିତରୁ ଆମେ କିଛି ଜଣଙ୍କୁ ଏହି ରଜ ମହୋତ୍ସବ ପ୍ରତିଭା ସମ୍ମାନରେ ସମ୍ମାନିତ କରିବାକୁ ଚାହୁଁଛୁ। ତା ମଧ୍ୟରୁ ଆମ ଗ୍ରାମର ଯିଏ ବହୁତ ପୁରୁଣା ଏ ଅନୁଷ୍ଠାନ ପ୍ରତି ତାଙ୍କର ଅବଦାନ ବହୁତ ଥିଲା, ସେ ଆମ ଗଣ ନାହାନ୍ତି। ସେ ହେଉଛନ୍ତି ସ୍ୱର୍ଗତ ମହେନ୍ଦ୍ର ଦାସ। ଆମେ ତାଙ୍କୁ ରଜ ମହୋତ୍ସବ ପ୍ରତିଭା ସମ୍ମାନ ଦେବା ପାଇଁ ତାଙ୍କ ପୁତ୍ର ପବିତ୍ର ଦାସକୁ ଅନୁରୋଧ କରୁଛୁ ସେ ମଞ୍ଚ ଉପରକୁ ଆସିବା ପାଇଁ। ପବିତ୍ର ଦାସ। ତାପରେ ମୁଁ ଡାକିବି ଆମ ଗ୍ରାମର ବୈଜ୍ୟେଷ୍ଠ କଳାକାର ଶ୍ରୀଯୁକ୍ତ ବିମ୍ବାଧର ଦାସ। ଶ୍ରୀଯୁକ୍ତ ବିମ୍ବାଧର ଦାସ ଏବଂ ଏହି ମଞ୍ଚରେ ପୌରାଣିକ ଐତିହାସିକ ନାଟକ ଏବଂ ସାମାଜିକ ନାଟକରେ ଯିଏ ବହୁତ ଖ୍ୟାତି ଅର୍ଜନ କରିଥିଲେ ସେ ଆମ ଗାଁର କ୍ଷୀର ଭାଇ ନିତ୍ୟାନନ୍ଦ ଭୂୟାଁ ମହୋଦୟ। ନିତ୍ୟାନନ୍ଦ ଭୂୟାଁ ଆମର ନାଚ ବା କଳା କ୍ଷେତ୍ରରେ ଯିଏ ସବୁବେଳେ ଏକ ଅପୂର୍ଣ୍ଣ ଖ୍ୟାତି ସ୍ଥାନର ଅଧିକାରୀ, ଯିଏକି ତାଙ୍କ ସଳାପରେ କିଛି ଲୋକଙ୍କ ଆଖିରୁ ଲୁହ ଝରି ପଡ଼ୁଥିଲା, ସେ ହେଉଛନ୍ତି ଶରତ ଚନ୍ଦ୍ର ଦାସ। କ୍ଷୀର ଚନ୍ଦ୍ର ଖୁଣ୍ଟିଆ। ତାପରେ ଆମ ଗାଁର ଆଉ ଜଣେ କଳାକାର ଏହି ମଞ୍ଚରେ ଅନେକ ନାଟକରେ ଅଭିନୟ କରିଛନ୍ତି, ସେ ହେଉଛନ୍ତି ମହେଶ୍ୱର ଖୁଣ୍ଟିଆ। ଅନେକ ନାଟକରେ ଅନେକ ଚରିତ୍ର ଅଭିନୟ କରି ପ୍ରତିଭା ସମ୍ମାନ କରିଥିବା ଭିନ୍ନ ଏକ ଚରିତ୍ର ମନୋଜ କୁମାର ପ୍ରତାପ। ମନୋଜ କୁମାର ପ୍ରତାପ। ତାପରେ ଜିତେନ୍ଦ୍ର ଦାସ। ଜିତେନ୍ଦ୍ର ଦାସ। ଜିତେନ୍ଦ୍ର ସାହୁ। ତାପରେ ଡାକିବି ଅରୁଣ କୁମାର ନାୟକ। ଅରୁଣ ତାପରେ ଆମ ଗାଁର ବହୁତ ଏକ ପୁରୁଣା କଳାକାର ରବୀନ୍ଦ୍ର ଦାସ। ରବୀନ୍ଦ୍ର ଦାସ ଆମ ଏହି ଅନୁଷ୍ଠାନର ହାସ୍ୟ ଅଭିନେତା। ହାସ୍ୟ ଅଭିନେତା ଚରିତ୍ରର ହାସ୍ୟରେ ସବୁ ପ୍ରକାର ଅଭିନୟ ଯାତ୍ରା ଜଗତର କେତେଜଣ କଳାକାରଙ୍କୁ ସେ ନିର୍ଦ୍ଧାରିତ କରି ହେଉଥିବା ସୁରେନ୍ଦ୍ର ଦାସ। ହାସ୍ୟ ଆମ ଏପଟ ଏରିଆରେ ସୁପରିଚିତ। ମୁଁ ତାଙ୍କୁ କହିବି ଆମ ଗାଁରେ ହେଇଯାଇଥିବା ନାଟକର ଗୋଟିଏ ସଳାପ ସେ ଏଠି ଦର୍ଶକମାନଙ୍କୁ କହି ଶୁଣେଇବେ। ସୁରେନ୍ଦ୍ର ଦାସ। ସୁରେନ୍ଦ୍ର ଦାସ। ହ୍ୟାଲୋ। ଦୀର୍ଘ 70-80 ବର୍ଷର ଅନୁଷ୍ଠାନ। ଆମର ସାର୍ ଥିଲେ ଅଖିଳ ଚନ୍ଦ୍ର ସାହୁ ଡ୍ରାମାଟିକ, ତାଙ୍କ ପାଦ କୋଟି କୋଟି ପ୍ରଣାମ। ତାପରେ ଆମର ରହିଲେ ସାର୍ ଗିରିଜା ଶଙ୍କର ପ୍ରତାପ। ତାପରେ ମୋର ଜଣେ ସାଙ୍ଗ ନିଜ କ୍ଲାସମେଟ୍ ହିମାଂଶୁ ଶେଖର ଦାସ, ଆଉ ଯେଉଁ ସାନ ସାର୍ ଦିଆଇଛନ୍ତି ଖୁଣ୍ଟିଆ ବାବୁ। ତେଣୁ କରିକି ମୁଁ ବୋଧେ 30-35ଟା ବହିରେ ରୋଲ୍ କରିସାରିଲେଣି, କିନ୍ତୁ ଭାଗ୍ୟବଶ ମୁଁ ଯଦି ଯାତ୍ରା ପାଠରେ ଯାଇଥିଲି ବହୁତ ନାଁ କମେଇଥାନ୍ତି, କିନ୍ତୁ ଏଇ ଘର ପରିସ୍ଥିତି ମୁଁ ଜାଣିପାରିନି। ସାର୍ ବି ଯାଇଥିଲେ, ମୁଁ ବି ଯାଇଥିଲି, ଫେରି ଆସିଲି। ତେଣୁ କରିକି ସବୁଠୁ ମୋର ଅଖିଳ ସାର୍ ତ ପଳେଇଲେ, ତାଙ୍କ ପାଦକୁ କୋଟି କୋଟି ପ୍ରଣାମ। କିନ୍ତୁ ମୋର ଗିରିଜା ଶଙ୍କର ପ୍ରତାପ ନାଁରେ ତାଙ୍କୁ ଆମେ ଚଣ୍ଡିଆ ଦାଦା ବୋଲି ଡାକୁ। ତାଙ୍କ ପାଦକୁ କୋଟି କୋଟି ପ୍ରଣାମ। ଆଉ ବଡ଼ ବାପା ଠିଆ ହେଇଛନ୍ତି, ତାଙ୍କ ପାଦକୁ କୋଟି କୋଟି ପ୍ରଣାମ। ମୁଁ ପ୍ରଥମ ବହି କରିଥିଲି ଅନ୍ଧ ଆଖିରେ ସୁଷମା। ସେତେବେଳେ ମୁଁ ଝୁଅ ପିଲା ରୋଲ୍ କରୁଥିଲି, ଗୋଟେ ଲେଡ଼ିସ୍ ରୋଲ୍ କରିଥିଲି, ମାନେ ନର୍ସ ରୋଲ୍। ଆମ ଗାଁରେ ପାର୍ଥ ସାରଥୀ ଖୁଣ୍ଟିଆ କରିଥିଲେ ମୋ ସାଙ୍ଗରେ ହିରୋ। ଆଉ ଡାକ୍ତର ଆମର ଥିଲେ କାଳିଆ ବାବୁ ଥିଲେ। କାଳିଆ ବାବୁ ଆମର ସେ ଡାକ୍ତର ଥିଲେ। ସେ ସେଇ ଡାଇଲଗ୍ଟା ମନେ ଅଛି କହୁଛି। ଆଉ କାଲି ପରଦିନ ତ ଗୋଟେ କହିଛି, ସେଇଟା ପୁରା ମନେ ଅଛି। ଆଉ କହୁଛି ଝିଅ ପିଲା ରୋଲ୍।
कौन करी एते बड़ आउटेल एबे कौन करी एमाने तो केही नाती एडू पार्थाई की आसिला अरे केही नाती कौन मु ऊपर अछि तुमे तो कौन भल पाउनु से बुढ़ाटा को भल पाउ आज्ञा मु तुम कौन भल पाए तमें हेल्ले नर्स मु कंपाउंडर से डाक्तर कथा कल ठुकुरी भाई आमर गोटा गाँव लोक ताकू आम गोटा करूँ आड़े करूँ सी जीवे किंतु कालिया भाई एमतिया बालुगा लोक पनिकी ऑपरेशन करेंगे गिरी डिया माई से पड़े लोक जो हसिले कहना गिरी डिया माई ठुकुरी आमर पलैले तापर आमर ए वर्ष गोटा नाटकर डायलग हे लाडला किरे आमे कोन प्रेम करि नथलु छोड़ा आमे प्रेम करिया को जाई नई नालो मानि नथलु गोरी गुंडडा मानि नथलु ता बोली कोन जातीय जाति मानि बोलु छा 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 इरे भकुलु तमे जानिबा दरकार तमे को घरर जुओ को घरर कन्या सेति पाए तमे ध्यान न देई उटा मुंडा आदिवासी टोका कर चली आसलो सार नमस्कार तापरे मु से डायलॉग मारछि तापरे रतिकांत खुंटिया प्रभुजी सुभाष चंद्र खुंटिया खुंटिया पुरुषोत्तम खुंटिया राकेश खुंटिया जोरदार ताली दियो राकेश खुंटिया किशोर खुंटिया रंजन खुंटिया बहुत नाटक अभिनय कर ए अनुष्ठान से जड़े भी ख्यातिनामा कलाकार किशोर खुंटिया जितेंद्र साहू खुंटिया चिन्मय खुंटिया धीरेन्द्र दास में जोर करता है दीर्घजी व्यवहार से होती मुख्य उद्योक्ता धीरेन्द्र दास शुणवार धैर्य बोधे नथिबो तथापि जेहेतु कहते अनुष्ठान चल मौत है साथ लेकर जाएगी
त्रिलोचन खुंटिया डम्बुलधर स्वाई रंजन दास चित्तरंजन खुटिया चित्तरंजन राजेश दास सुनील कुमार खुंटिया अरे सोनू सोनू कोड अमिताभ मल्लिक मृत्युंजय भूया